ଜୟଗୁରୁ। କହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଗୋଟିଏ ନୂତନ ଅଧ୍ୟାୟକୁ ବିଜ୍ଞ ଶ୍ରୋତା ଓ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଜଣେ ଚିତାକଟା ବାବାଜୀଙ୍କ ବିଷୟରେ ଆଜି ଆଲୋଚନା କରିବା। ସେ ଚିତା କାଟନ୍ତି, ମୁଣ୍ଡରେ, ଦେହରେ, ହାତରେ, ଛାତିରେ, ସବୁଆଡ଼େ ଚିତା କାଟନ୍ତି। ଆଉ ତାଙ୍କ ନାଁ କହିବାରେ ବି ମୋର କିଛି ଆପତ୍ତି ନାହିଁ, ତାଙ୍କର କିଛି ଆପତ୍ତି ନାହିଁ। ମୋର ତ ଆପତ୍ତି ନାହିଁ, ତାଙ୍କର ବି କିଛି ଆପତ୍ତି ନାହିଁ। ସେ ହେଉଛନ୍ତି ଦୁର୍ଗାଓ ବୋଲି ଜଣେ ଲାବୋରେଟୋରୀ ଆସିଷ୍ଟାଣ୍ଟ ବା ଡେମନଷ୍ଟ୍ରେଟର ଯାହାକୁ କୁହନ୍ତି, ଫିଜିକ୍ସ ଡିପାର୍ଟମେଣ୍ଟରେ ଥିଲେ, ପିଏନ୍ କଲେଜ ଖୋର୍ଦ୍ଧାରେ। ପ୍ରତିଦିନ ଲକ୍ଷେ ନାମ ଜପ କରନ୍ତି, ହରେକୃଷ୍ଣ ମହାମନ୍ତ୍ର। ମୁଁ ତାଙ୍କୁ ଅନେକ ସମୟରେ ଚିଡ଼େଇବାକୁ ଚେଷ୍ଟା କରେ, ରଗେଇବାକୁ ଚେଷ୍ଟା କରେ, ସେ ରାଗନ୍ତି ନାହିଁ। ପ୍ରକୃତ ବାବାଜୀ ସେ, ଈଶ୍ୱରଙ୍କ ଭକ୍ତ, ଶ୍ରୀକୃଷ୍ଣ ପ୍ରେମୀ। ଆଉ ତାଙ୍କୁ ଥରେ ରଗେଇବାକୁ ମୁଁ ବହୁତ ଜୋର ଚେଷ୍ଟା କଲି। ସେ ବିଷୟ ଆମେ ଆଜି ଜାଣିବା। ବହୁତ ଥର ଚେଷ୍ଟା କରି ବିଫଳ ହେଲା ପରେ ଥରେ ଦିନେ ଏକୁଟିଆ ପାଇଁ ମୁଁ ତାଙ୍କୁ ପଚାରିଲି। ମୁଁ କହିଲି, ମହାଶୟ, ଆପଣ ଦିନକୁ ହରେକୃଷ୍ଣ ମହାମନ୍ତ୍ର ଲକ୍ଷେ ଥର ଜପ କରୁଛନ୍ତି ବୋଲି କହୁଛନ୍ତି। ଠିକ୍ ଅଛି, କରନ୍ତୁ। ଈଶ୍ୱରଙ୍କ ନାଁ ଇଚ୍ଛା ଥାଉ ବା ନଥାଉ, ଲକ୍ଷେ ଥର ନେଉଛନ୍ତି ମାନେ ଖୁବ୍ ବଡ଼ କଥା। କିନ୍ତୁ ଭଗବାନ କେଉଁ ଶାସ୍ତ୍ରରେ କହିଛନ୍ତି ଯେ ତାଙ୍କ ନାଁ ଜପିବାକୁ ହେଲେ ମାଛ ମାଂସ ଖାଇବା ଛାଡ଼ିଦେବ? ଆପଣ ଛାଡ଼ି ଦେଇଛନ୍ତି ନା? କେଉଁଠି ଶାସ୍ତ୍ରଟି ଦେଖେଇବେ କେଉଁଠି ଲେଖା ହେଇଛି ତାଙ୍କ ନାଁ ନେବ ମାନେ ମାଛ ମାଂସ ଛାଡ଼ିଦେବ? ଏଇଟା କେଉଁଠି ଲେଖା ହେଇଛି? କେଉଁଠି ଲେଖା ହେଇଛି ଶାସ୍ତ୍ରରେ ଯେ ଠାକୁରଙ୍କ ନାଁ ଜପ କରିବାକୁ ହେଲେ ସ୍ତ୍ରୀ ସଙ୍ଗ କରିବ ନାହିଁ ଏବଂ ସକାଳୁ ଗାଧୋଇ ସାରି ତିଲକ ଘୋରି ଚିତା ଚୈତନ ଲଗେଇବ? ଆପଣ ତ ଆଗରୁ କୁକୁଡ଼ା ଅଣ୍ଡା, କଙ୍କଡ଼ା, ଏପରିକି ଶୁଖୁଆ ଦେଖିଲେ ସେଦିନର ଖାଇବା ସ୍ୱାଦ କଥା ମନେ ପକାଇକରି ଆନନ୍ଦରେ ନାଚି ଯାଉଥିଲେ। ସେତେବେଳେ ଏବଂ ଏବେ ମଧ୍ୟ ସଙ୍ଗରେ ସ୍ତ୍ରୀକୁ ନେଇ ସବୁଆଡ଼କୁ ଯାଉଛନ୍ତି। ହଠାତ୍ ଆମିଷ ଖାଦ୍ୟ, ସ୍ତ୍ରୀ ସଙ୍ଗ ଛାଡ଼ି ଚିତାକଟା ହେବାକୁ ନିଷ୍ପତ୍ତି ନେଲେ କେମିତି? ମାନେ ଚିତାକଟା ବାବାଜୀ ହେବାକୁ ହଠାତ୍ ନିଷ୍ପତ୍ତି ନେଲେ କେମିତି? ତା ଛଡ଼ା ଆପଣ ସଂସାରୀ ବାବାଜୀ ମାନେ ଆପଣ ସଂସାରୀ ବାବାଜୀ ହୁଅନ୍ତୁ କି ବଣୁଆ ବାବାଜୀ ହୁଅନ୍ତୁ, ତିଲକର ଚିତା ପିନ୍ଧି ଲୋକଙ୍କ ଆଗରେ ବାବାଜୀ ବୋଲି ଦେଖେଇ ହେଉଛନ୍ତି କାହିଁକି? ଯୌବନରେ ବାହାସାହା ହେଇ ପିଲା ଜନ୍ମ କରି ସେମାନଙ୍କୁ ଚାକିରି ବାକିରି କରେଇଦେଲେ। ଯିଏ ଚାକିରି ନ ପାଇଲା ତାକୁ ପଇସା ଦେଇକରି ବ୍ୟବସାୟ କରି ବସେଇଦେଲେ। ଅନେକ ଘର ଦ୍ୱାର ତିଆରି କରି ସେଥିରୁ ଆଦାୟ ହେଉଥିବା ଭଡ଼ା ବି ତାଙ୍କ ପାଇଁ ବ୍ୟବସ୍ଥା କରିଦେଲେ। ଇଏ ସବୁ ସାରିଲା ପରେ ଯେତେବେଳେ ଆପଣଙ୍କର ଇନ୍ଦ୍ରିୟମାନେ ଶିଥିଳ ହୋଇଗଲେ, ଆପଣଙ୍କ କଥା ମାନିବାକୁ ଆଉ ଇନ୍ଦ୍ରିୟମାନେ ରାଜି ନୁହନ୍ତି, ସେତେବେଳେ ବାବାଜୀ ହେଇକି ଲାଭ କ'ଣ? ମୁଁ ଧର୍ମ ନାଁ କହୁନାହିଁ, କିନ୍ତୁ ଅନେକ ଜାଗାରେ ଲୋକମାନେ ସବୁ କରିସାରିକିରି ଅତିକ୍ରାନ୍ତ ବୟସରେ ବାବାଜୀ ହେବାକୁ ଇଚ୍ଛା କରୁଛନ୍ତି। ଯେଉଁ ପ୍ରବଚନ ଦେଉଛନ୍ତି ଆପଣ ଶୁଣିଲେ କାବା ହେବେ। ଏ ସଂସାର କିଛି ନୁହଁ, ଏଇଟା ଆଗରୁ ସେମାନେ ଭାବିନଥିଲେ। ସବୁ ପିଲା ଛୁଆ ସବୁ କରିସାରିଲା ପରେ, ସମସ୍ତଙ୍କୁ ଏଷ୍ଟାବ୍ଲିଶ୍ କରିସାରିଲା ପରେ ସଂସାରଟା କିଛି ନୁହଁ, ୟାକୁ ଭୁଲିଯିବା କଥା, ନିଜେ କେବଳ ହରେକୃଷ୍ଣ ମହାମନ୍ତ୍ର ଜପ କରିବା କଥା କହୁଛନ୍ତି। ମୁଁ ଭାବିଲି ଯେ ଏସବୁ କଥା କହିବା ଦ୍ୱାରା ଏଇଥରକ ବାବାଜୀ ନିଶ୍ଚୟ ରାଗିଯିବେ ଏବଂ ମୋତେ ମାରିବାକୁ ବି ଗୋଡ଼େଇବେ। ତେଣୁ ସୁରକ୍ଷା ପାଇଁ, ମୋ ନିଜର ସୁରକ୍ଷା ପାଇଁ ମୁଁ ତାଙ୍କଠାରୁ ନିରାପଦ ଦୂରତ୍ୱ ରଖି କଥାବାର୍ତ୍ତା କରୁଥିଲି। ଏକା ନିଶ୍ୱାସକେ ଏସବୁ ପ୍ରଶ୍ନ ପଚାରି ଦେଇ ଭାବିଥିଲି ସେ ରାଗିବେ ବୋଲି, କିନ୍ତୁ ସେ ରାଗିଲେ ନାହିଁ। ସେ ଆଦୌ ରାଗିଲେ ନାହିଁ, ବରଂ ହସି ହସି ମୋତେ କହିଲେ ଯେ ଆପଣଙ୍କର ପ୍ରଶ୍ନ ତ ଅନେକ, ତେଣୁ ମୁଁ ଆସ୍ତେ ଆସ୍ତେ ସେ ପ୍ରଶ୍ନର ଉତ୍ତର ଦେଉଛି, ଆପଣ ଶୁଣନ୍ତୁ। ଆପଣଙ୍କର ଯଦି ସମୟ ଅଛି ମୋତେ ଘଣ୍ଟାଏ ସମୟ ଦିଅନ୍ତୁ, ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ମୁଁ ଦେବି। ମୁଁ କହିଲି, ଘଣ୍ଟାଏ କାହିଁକି? ଆଜି ତ କ୍ଲାସ୍ ନାହିଁ, ହଠାତ୍ କ୍ଲାସ୍ ସବୁ ସସ୍ପେଣ୍ଡ ହୋଇଗଲା। ଡିପାର୍ଟମେଣ୍ଟରେ ଆଉ କେହି ନାହାନ୍ତି, ସବୁ ଓଲେଣି ଚାଲି, ଆପଣ ମୁଁ ବସିଛୁ। ମୁଁ ଆଉ ଘଣ୍ଟେ ପରେ ଭୁବନେଶ୍ୱର ଫେରିବି। ସେତେବେଳେ ମୁଁ ଖୋର୍ଦ୍ଧା ପିଏନ୍ କଲେଜ ଖୋର୍ଦ୍ଧାରେ ଥାଏ, ଫିଜିକ୍ସ ଲେକ୍ଚରର, ପଦାର୍ଥ ବିଜ୍ଞାନ ଅଧ୍ୟାପକ। ସେଠୁ ଦୁର୍ଗାବାବୁ ଆରମ୍ଭ କଲେ, ଶୁଣନ୍ତୁ, ସବୁ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ ଦେଉଛି, ଗୋଟି ଗୋଟି କରି ଶୁଣନ୍ତୁ। ଦୁର୍ଗାବାବୁ କହିଲେ, ବହୁତ ଡେରିରେ ମୁଁ କେତେକ ସାଧୁଙ୍କ ସଂସ୍ପର୍ଶରେ ଆସିଲି ଏବଂ ସେମାନଙ୍କଠାରୁ ଶାସ୍ତ୍ର ଏବଂ କୃଷ୍ଣ ପ୍ରେମ କଥା ଶୁଣି ମୁଁ କୃଷ୍ଣଙ୍କୁ ହିଁ ପରମ ବ୍ରହ୍ମ ବୋଲି ଭାବିନେଲି। ସତ୍ସଙ୍ଗ ପାଇବା
ଏବଂ ନିଜ ମନକୁ ସାଂସାରିକ ମୋହଜନିତ ଜଡ଼ ବିଦ୍ୟା ଠାରୁ ଉର୍ଦ୍ଧ୍ୱକୁ ନେବା, ଆଧ୍ୟାତ୍ମିକ ପାଠ କରିବା ଏବଂ ସିଆଡ଼କୁ ମନଟାକୁ ନେବା, ଏଇଟା ଈଶ୍ୱରଙ୍କ ଆଶୀର୍ବାଦ ମୋ ପ୍ରତି। ବଂଶ ରକ୍ଷା ପାଇଁ ମୁଁ ବିଭା ହେଇଥିଲି। ଆପଣ କହୁଛନ୍ତି ଯେ ବିଭା କାହିଁକି ହେଲେ? ମୁଁ ବଂଶ ରକ୍ଷା ପାଇଁ ବିଭା ହେଇଥିଲି ଏବଂ ମୋ ଦ୍ୱାରା ଜନ୍ମିତ ପିଲାମାନଙ୍କୁ ଅନ୍ୟର ଦୟା ବା ଅନୁଗ୍ରହ ଉପରେ ଛାଡ଼ିବାକୁ ମୁଁ ଉଚିତ ମନେ କଲେନି। ତେଣୁ ମୁଁ ସଂସାରରେ ରହି ସେମାନଙ୍କୁ ମଣିଷ କରିବାକୁ ଚେଷ୍ଟା କଲି ମଧ୍ୟ ଏବଂ ରୋଜଗାରର ପନ୍ଥା ବି କରେଇଦେଲି। ଏ ହେଲା ପିତୃଋଣ ଶୁଝିବାର ଏକ ସରଳ ବାଟ, ଶାସ୍ତ୍ର କହୁଛି, ମୁଁ ଏକୁଟିଆ କହୁନି ଏଇଟା। ତାପରେ ବାରମ୍ବାର ବିଭିନ୍ନ ଶାସ୍ତ୍ର ସବୁ ପଢ଼ିବା ଦ୍ୱାରା ମୋ ମନ ଭିତରେ କାହିଁକି ଜାଣି ଗୋଟେ ଧାରଣା ଜନ୍ମିଲା, ବଦ୍ଧମୂଳ ଧାରଣା ଜନ୍ମିଲା ଯେ ଶୁଦ୍ଧ ଶରୀରଟାକୁ ମୁଁ ମଶାଣି ହେବାରୁ ରକ୍ଷା କରିବି। ମାନେ ମୁଁ ପଚାରିଲି ମାନେ କ'ଣ? ନା ମୃତ ଜୀବମାନଙ୍କର ମାଂସ, ହାଡ଼, ରକ୍ତ ମଶାଣି ନ ପକାଇ ମୁଁ ଈଶ୍ୱରଙ୍କ ସତ୍ତା ଥିବା ଏ ଶରୀର ମଧ୍ୟକୁ ଯିବାକୁ ଦେବିନି। କାହିଁକିନା ଆମେ ଯାହାକୁ ଖାଉଛେ ସବୁ ମାରିକି ଖାଉଛେ, ମାଛ ହେଉ, କୁକୁଡ଼ା ହେଉ, ଖାସି ହେଉ, ଯାହା ବି ହେଉ। ତେଣୁ ସେସବୁ ଶବ ହେଇଗଲେ ତାକୁ କାଟି କୁଟିକିରି ଆମେ ଖାଉଛେ, ତାମାନେ ଆମ ଶରୀରଟାକୁ ସେମାନଙ୍କର ମଶାଣି କରିଦେଲେ। ସେଇଟିକୁ ଭାବି ଭାବି ମୁଁ ନିରାମିଷାଶୀ ହେଇଗଲି। କିନ୍ତୁ ସ୍ତ୍ରୀ ସଙ୍ଗ ଛାଡ଼ିନଥିଲି। ବିଭିନ୍ନ ଧର୍ମର ଗୁରୁମାନଙ୍କ ଦ୍ୱାରା ଲେଖା ହେଇଥିବା ବହି ଅନେକ ପଢ଼ିଲା ପରେ ମୋର ଏକ ସଦ୍ବୁଦ୍ଧି ଜନ୍ମିଲା ଯେ ମୋ ସ୍ତ୍ରୀ ମୋତେ ଯେହେତୁ ଚାକର ଠାରୁ ଆହୁରି ହୀନ ଦୃଷ୍ଟିରେ ଦେଖୁଛି, କାହିଁକିନା ମୁଁ ତାକୁ ତା'ର ସଙ୍ଗ ଖୋଜୁଛି ବୋଲି। ତେଣୁ ମୋତେ ଯଦି ସଙ୍ଗଟା ମୁଁ ଛାଡ଼ିଦେବି ତାହେଲେ ସେ ମୋତେ ଆଉ ଏତେ ହୀନ ଦୃଷ୍ଟିରେ ଦେଖିବ ନାହିଁ। ତା ଛଡ଼ା ମୋତେ ଜଣେ କହିଲେ ଯେ ରକ୍ତ, ପୂଜ, ମାଂସ, ଅସ୍ଥି, ମଜା ଆକୁ ସବୁ ଗୋଟେ ପ୍ୟାକେଟ୍ରେ ପୁରେଇକିରି ଯଦି ସେ ପ୍ୟାକେଟ୍ଟାକୁ ନିଶ୍ୱାସ ଯିବା ଆସିବା ବ୍ୟବସ୍ଥା କରିଦିଆଯାଏ, ଆପଣ ସେ ପ୍ୟାକେଟ୍ଟାକୁ କୁଣ୍ଡେଇକି ଶୋଇବେ କି? ମୁଁ କହିଲି ନା। କାହିଁକି? ଯେଉଁ ସ୍ତ୍ରୀ ଉପଭୋଗ କଥା ଆପଣ ଭାବୁଛନ୍ତି ସେ କେଉଁଥିରେ ତିଆରି? ଆମ ଶରୀରଟା କେଉଁଥିରେ ତିଆରି ହେଇଛି? ରକ୍ତ, ପୂଜ, ମାଂସ, ଅସ୍ଥି, ମଜା ଏଇସବୁଥିରେ ତିଆରି ହେଇଛି। ଆପଣ ସେଇଭଳି ଜିନିଷଟାକୁ ଏତେ ଭଲ ପାଉଛନ୍ତି କାହିଁକି? ତୁଳସୀଦାସଙ୍କ ସ୍ତ୍ରୀ ତାଙ୍କୁ କହିଥିଲେ, ତୁଳସୀଦାସଙ୍କୁ, ଯେ ତୁମେ ମୋ ପାଇଁ ଯେତିକି ଭଲ ପାଇବା ରଖୁଛ ତା'ର କାଣିଚାଏ ଭଲ ପାଇବା ଯଦି ଭଗବାନଙ୍କ ପାଇଁ ରଖ ତାହେଲେ ତୁମେ ମଣିଷ ହେଇଯିବ, ଭକ୍ତ ହେଇଯିବ। ତୁଳସୀଦାସ ସେୟା ବି ହେଇଥିଲେ। ତେଣୁ ଏଇ ରକ୍ତ ମାଂସର ଶରୀର ପ୍ରତି ଏତେ ଅନୁଗ୍ରହ ହେବାଟା ଆଦୌ ଉଚିତ ନୁହେଁ। ତାଦ୍ୱାରା ତୁମେ ଅନ୍ୟ ପାଖରେ ବନ୍ଧା ପଡ଼ିଯାଉଛ, ଅନ୍ୟର ଚାକର ହେଇଯାଉଛ, ସେ ଯାହା କହୁଛି ତୁମେ ଶୁଣୁଛ ଏବଂ ତାଦ୍ୱାରା କିଛି ଆଚିଭମେଣ୍ଟ ବା କିଛି ଲକ୍ଷ୍ୟ ପୂରଣ ହେବାର ନାହିଁ। ଏମିତି ଭାବି ଭାବି ମୁଁ ହଠାତ୍ ସ୍ତ୍ରୀ ସଙ୍ଗ ଛାଡ଼ିଦେଲି। ବାରମ୍ବାର ଯେତେବେଳେ ମନ ହୁଏ ସ୍ତ୍ରୀ ସହିତ ମିଶିବାକୁ ମୁଁ ଗୁରୁଦେବଙ୍କ ସ୍ମରଣ କରେ, ଯିଏ ମୋତେ ବୁଝେଇଥିଲେ ଯେ ରକ୍ତ, ପୂଜ, ମାଂସର ଶରୀରଟାକୁ ଆପଣେଇବାକୁ ଚେଷ୍ଟା କର ନା, ଯେତିକି କରିଛ ଏବେ ଛାଡ଼ିଦିଅ। ଆସ୍ତେ ଆସ୍ତେ ପୁରା ଛାଡ଼ିଦେଲି। ସ୍ତ୍ରୀ ମୋ ପାଖରେ ଅଛି କିନ୍ତୁ ସ୍ତ୍ରୀ ସଙ୍ଗ ମୋର ନାହିଁ ଆଉ। ଦୁର୍ଗାବାବୁ କହି ଚାଲିଥାନ୍ତି, ମୁଁ ଶୁଣୁଥାଏ। ଦୁର୍ଗାବାବୁ ଏଥର ଚିତା କାଟିବା କଥା କହିଲେ ଆପଣ ଯେଉଁ କହୁଛନ୍ତି ମୁଁ ଚିତା କାଟୁଛି, ମୁଣ୍ଡରେ, ନାକ ଉପରେ, ହାତରେ, ଯେଉଁ ଛାତିରେ ଯେଉଁ ଚିତା କାଟୁଛି ସେ ବିଷୟରେ ଶୁଣନ୍ତୁ। ଅନେକ ଶାସ୍ତ୍ର ପଢ଼ିବା ପରେ ଏବଂ ପ୍ରବଚନ ଶୁଣିବା ପରେ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ଦ୍ୱାପର ଯୁଗରେ 16 କଳା ଧରି ଜନ୍ମ ହୋଇଥିବା ଶ୍ରୀକୃଷ୍ଣ, କଥାରେ କହନ୍ତି ଜଗନ୍ନାଥ ଯେ 16 କଳା ତହୁଁ କଳାଏ ନନ୍ଦବାଳା, ସେ ଯେତେ କଳା ହେଉ ସେ ହେଉଛନ୍ତି ଯେ ଅଦ୍ଭୁତ ଶକ୍ତିର ପରିଚୟ ଦେଇଥିବା କୃଷ୍ଣ, ଯିଏ ଗୋପପୁରରେ କ'ଣ କ'ଣ କରିଛନ୍ତି ଆପଣମାନେ ସମୟ ଜାଣନ୍ତି। ଭାଗବତର ଗୋପଲୀଳା ସେଥିପାଇଁ କି ଯଥେଷ୍ଟ। ତାଙ୍କୁ ହିଁ ମୁଁ ମୋର ଆରାଧ୍ୟ ଦେବତା ବୋଲି ଭାବିଲି, ବୈଷ୍ଣବ ଧର୍ମ ଗ୍ରହଣ କଲି। ତେଣୁ ବୃନ୍ଦାବନରେ ଏକ ନିର୍ଦ୍ଦିଷ୍ଟ ରଙ୍ଗଭୂମିର ମାଟି, ଯେଉଁଟାକି ଶ୍ରୀ ରାଧାକୃଷ୍ଣଙ୍କ ପଦବ୍ରଜ ମିଶି ତିଆରି ହେଇଛି, ଯେଉଁଠି ରାଧା ଓ କୃଷ୍ଣ ତାଙ୍କର ଲୀଳା କରୁଥିଲେ, ସେଇ ମାଟିରୁ ପ୍ରସ୍ତୁତ ତିଳକ ଘୋରି ମୁଁ ଦେହ ସାରା ଲଗାଏ, ଚିତା କାଟେ ମୋ ମୁଣ୍ଡ ଉପରେ, ମୋ ହାତରେ, ମୋ ବେକରେ, ଛାତିରେ, ସବୁଠି। କାହିଁକି ଲଗାଏ? ନା ସ୍ୱାମୀକୁ ସନ୍ତୁଷ୍ଟ କରିବାକୁ ସ୍ତ୍ରୀଟିଏ ଯେମିତି ଶାଢ଼ୀ, ସିନ୍ଦୁର, କୁଙ୍କୁମ, ଅଳତା ଆକୁ ସବୁ ଲଗାଏ, ଠିକ୍ ସେମିତି ମୋ ନିରାମିଷାଶୀ ଶୁଦ୍ଧ ଶରୀରଟାକୁ ଭକ୍ତିଭାବ ଉଦୟ ହେବା ସକାଶେ, ଭଲ ପାଇବାଟାକୁ ବଢ଼େଇବା ସକାଶେ, କୃଷ୍ଣଙ୍କୁ ଭଲ ପାଇବାଟା ବଢ଼େଇବା ସକାଶେ ମୁଁ ଶ୍ରୀରାଧାଙ୍କ ପଦବ୍ରଜରୁ ତିଆରି ତିଳକରେ ଜଗତସ୍ୱାମୀ କୃଷ୍ଣଙ୍କୁ ଆକର୍ଷିତ କରିବା ପାଇଁ
ए शरीर को प्रस्तुत करे प्रतिदिन स्नान सारा पर। मोर दृढ़ विश्वास जे ईश्वर अपार करुणारू अहरह तांको नेबा अभ्यास द्वारा ये जड़ शरीर जो दिन आत्माटा बाहरी जीव जमती अजामिल नारायण नारायण जप करुला शेष बेलू जमदूत मानू देखी से भगवान को डाकुनला ता सान पुओ को डाकुला किंतु पाठरे नारायणटा पशिगला जीव से मुख्य पाईगला उद्धार होगा वैकुंठ को गला। तेणु मुझे सब बड़े हरे कृष्ण महामंत्रटा जप करुवी हाथ में माला धरिकी आपड़ कहते कहीं जप करुच्ची हुए तो मोर शेष बेलार से नाटा काले पाटे पशिज ये मु माला जप करुँच कौन चिता चैतन्य काटुची ता भी आपको बुझेदेली। तापर से मत कहले जे अहरह ईश्वर को नाम नेबारे लाभ दुई प्रकार। प्रथमतः अन्यर दोष गुण आलोचना करी ता पापरे भागी होगा मु समय नष्ट करने को चाहेनी। कहीं आपड़ जदि नाम कर व्यस्त रे मझे मझे सब बड़े नाम नवा चेष्टा करेंगे ताले बाजे आलोचना आप दूरे रे। आलोचनाटा कौन है ना जो लोग आबसेंट अच्छी अनुपस्थित अच्छी तार विषय ता विरुद्ध में आलोचनाटा अधिकांश समय रहे। द्वितीय लाभ है विनम्रता। बिना विनम्रतार भक्ति आसब ना। तुलसीदास महावीर हनुमान कृपारू श्रीराम का आशीर्वाद लाभ करी तुलसी रामायण रचना करने पूर्व समस्त पाठक वर्ग को हाथ जोड़ी काकुति मिनती कहते हे विज्ञ पाठक वर्ग मु साहित्यिक कवि बा ज्ञानी नुहे। तुलसीदास कहते मोर भाषा उपर यथेष्ट ज्ञान ना। श्री गणेश सरस्वती महादेव पार्वती हनुमान और रामायण आदि रचयिता वाल्मीकि को क्षमा मागी मु तुलसीदास श्री गुरुदेव को अजाचित करुणारू रामचरित मानस भली शास्त्र लिखा चेष्टा करुच्ची। मु आशा करुच्ची ए पृथ्वीर समस्त सन्थ एवं समस्त पापी मोते एभली दुस्साहसिक कार्यपाई एवं एथिरे थिबा साहित्यिक त्रुटिपाई निश्चय क्षमा देवे। सुख दुख उच्च नीच जीवन मृत्यु माया ब्रह्म लक्ष्मी अलक्ष्मी स्वर्ग नरक समस्त जिनिस श्रीराम द्वारा सृष्टि होइथिबारु मु समस्त को प्रणाम करी केवल राम नाम थिबा ग्रंथ लिखा चेष्टा करुच्ची। श्रीराम नाम और गुणावली वर्णना करने को मु अल्प बुद्धि अक्षम निश्चय। तथापि पिलार केवल कथा कहबारे पितामाता खुशी होगा परी मो राम नाम लेखारे विज्ञ सुधीजने भाषा अलंकार पांडित्य कवित्व ये सब न खोजी केवल राम नाम रूपक माणिक्य आउ सौंदर्य खुशी हे बोली मोर आशा। नदी जेते बड़ हेले मध्य शासनकर्ता पोलटे करदेले छोट छोट जीव माने नदी पार हो चलता सेमती मुनि मानक पूर्वर थिबा श्रीराम को जश गुणर वर्णना को आधार करी पुणी थे मुझे नामावली रचना करने को चेष्टा करुँच। ये सब है विनम्रतार परिप्रकाश। यदि सिद्ध पुरुष भक्त तुलसीदास तांको विनम्रतार हनुमान को एवं भगवान श्रीराम को निजर कर पारे ताले आदौ रागु नथिबा एवं शुद्ध शरीर रे शुद्ध निरामिषासी शरीर रे अहरह हरेकृष्ण नाम जप करुवा दुर्गा बाबू एवं से भली अनेक लोक जड़े नुहति लक्ष लक्ष लोक यू कर देखी आपण आ मु निश्चित भाव से दिगरे चेष्टा करने उचित जहाँ मु भावुची। कारण विनम्रता थी जीव हत्या को करुनथिबे जीव हत्या करुनथिबे बा जीव हत्यार भाग होनथिबे विनम्रता थी एवं रागु नथिबे एतिक जदि आम करिपरिबा जोटा हो पारुनी आम द्वारा बहुत चेष्टा करी मध्य हो पारुनी तथापि चेष्टा अब्याहत रहू हुए तो दुर्गा आमको भली आम काली सकाळे जेते आमको जी छिगुले कहले भी आम रागी न पारू एवं ईश्वर नाम नवा द्वारा हुए तो कौ दिन कौ मुहूर्त ईश्वर आम प्रति संतुष्ट हो आम शेष बेलार आम पाटे ना भर्ती कर दे पारती एवं तद्वारा मुख्य आम हो जापरू। आज ये नमस्कार। विषयटी भल लगे गहन कथा नारायण मिश्र चैनल टी निश्चय सब्सक्राइब करेंगे। रोची नमस्कार।